ନୃସିଂହ ଆଜ୍ଞା ଆଜି ଆମେ ଶ୍ରୀ ରାମଚନ୍ଦ୍ରଙ୍କର ବିଷୟରେ ବା ସେତୁବନ୍ଧ ବିଷୟରେ ପାଲାଟି ଗାଇବା। ଯାହା ହଉ ଭଲ ବିଷୟ ଆଜ୍ଞା ଆପଣ ଆରମ୍ଭ କରନ୍ତୁ ଆମେ ତ ଶୁଣିବା ସବୁ ବସିକିରି। ପୃଥି ଶେଷ ଧୃତ୍ୱା ସେ ଶମ୍ଭୁ କଟକେ ବ୍ୟାସୋ କୈଳାସୋ ସପି କୈଳାସେନଂ ଦଶାନନେନଂ ତୁଳିତା କୁକ୍ଷଂ ସ୍ଥିତା ବାଳିଭି ବାଳି ରାଘବ ସାୟକେନ ନିହତା ତସ୍ମାତ୍ ପରଂ ଲଜ୍ଜତି ରାମଂ ପରାୟଣଂ ଗୁରୁତରା ନାନ୍ୟତ୍ର ଲୋକାତ୍ମୟା। ପୃଥି କହିଲେ ସଂସାରରେ ମୁଁ ହଉଛି ବଡ, ମୁଁ ହଉଛି ବଡ, କାରଣ ସମସ୍ତ ପଦାର୍ଥ ତ ମୋ ଉପରେ। ପୃଥି କହିଲେ ମୁଁ ବଡ। ଆଚ୍ଛା ଶେଷ ଦେବ ଯେ ଅନନ୍ତ ନାଗ କହିଲେ ତୁ କେମିତି ବଡ? ଆଉ ମୁଁ ତତେ ମୁଣ୍ଡେଇଛି ବୋଲି ହଁ। ମୁଁ ହଉଛି ବଡ। ମୁଁ ମୁଣ୍ଡେଇଛି ତତେ ମୁଁ ହଉଛି ବଡ। ତେଣୁ ଅନନ୍ତ ନାଗ କହିଲେ ମୁଁ ବଡ, ହଁ। ପୃଥି କହିଲା ମୁଁ ବଡ, ହଁ ହଁ ତାପରେ କୈଳାସ ପର୍ବତ କହିଲା ମୁଁ ବଡ। ମୁଁ ହଉଛି ବଡ, କାରଣ ଦୁଇ ପାଖରେ ମୁଁ ଠିକ ସମଭାବରେ ମଝିରେ ଅଛି। ରହିଛି ଏ ମଝିରେ। ପାଖରେ ଯେତିକି ପୃଥ୍ୱୀ ହଁ। ସେ ପାଖରେ ସେତିକି ପୃଥିବୀ ଅଛି। ଆଚ୍ଛା ମଝିରେ ମୁଁ ମାନଦଣ୍ଡ ସ୍ୱରୂପ ରହିଥିବାରୁ ରହିଛି ମୁଁ ହଉଛି ବଡ। କୈଳାସେନ ଦଶାନନେନଂ ତୁଳିତା। ଆହା ଦଶାନନ ଯେ ରାବଣ ହଁ। ସେ କୈଳାସ ପର୍ବତକୁ ଉତ୍ପାଟନ କରୁଥିଲା। ଏ ତେଣୁ ମହାଦେବ ହଉଛନ୍ତି ତ ତାଙ୍କର ଗୁରୁ। ହଁ ହଁ ତେଣୁ ମହାଦେବଙ୍କ ସକାଶେ ସେ କୈଳାସ ପର୍ବତକୁ ଛାଡିଦେଲା। ଛାଡିଦେଲା ସେଇଠୁ। ତେଣୁ ରାବଣ କହୁଛି ମୁଁ ବଡ ମୁଁ ହଉଛି ବଡ। ବୋଇଲେ କୁକ୍ଷଂ ସ୍ଥିତା ବାଳିଭି। ଆଚ୍ଛା ବାଳି କହିଲା କିରେ ରାବଣ ହଁ ହଁ ତୁ କଣ କହୁଛୁ ମୁଁ ବଡ ବୋଲି? ଆଉ କିଏ ବଡ କି? ମୁଁ ତତେ ଯେତେବେଳେ କାଖରେ ଯାକି ହଁ ସାତ ସମୁଦ୍ର ଜଳ ତର୍ପଣ କରୁଥିଲି ହଁ, ହଁ। ସେ ଝାଳୁଆ ଗନ୍ଧ ତ ନାସାରେ ପର୍ଯ୍ୟନ୍ତ ଥିବ। ମନେ ନାଇଁ ରାବଣ କହ। କୁକ୍ଷଂ ସ୍ଥିତା ବାଳିଭି ଆହା। ବାଳି ରାଘବ ସାୟକେନ ନିହତା। ଆଚ୍ଛା ରାଘବ ଯେ ରାମଚନ୍ଦ୍ର ହଁ ହଁ ସେ ବାଳିକି ଗୋଟିଏ କାଣ୍ଡରେ ବଦ୍ଧ କରିଥିଲେ। କହିଲେ ତୁ କଣ କହୁଛୁ ମୁଁ ବଡ ବୋଲି? ବୋଲି କହ। ଏ ସଂସାରରେ ହଁ। ରାମଂ ପରାୟଣଂ ଗୁରୁତରା ନାନ୍ୟତ୍ର ଲୋକାତ୍ରୟଃ। ଆହା। ଏ ସ୍ୱର୍ଗ ମର୍ତ୍ୟ ପାତାଳ ତିନିପୁରରେ ଆଚ୍ଛା ସେଇ ରାମଚନ୍ଦ୍ରଙ୍କର ନାମ ହିଁ ହେଉଛି ବଡ। ବଡ ସେଇ ରାମଚନ୍ଦ୍ର ହଁ ବାଳିକୁ ବଦ୍ଧ କରି ବେଶ ସୁଗ୍ରୀବ ସହିତରେ ମିତ୍ରତା ସ୍ଥାପନ କରି ଆହା ଶିବଳୟା ପର୍ବତ ନିକଟରେ ବସିଛନ୍ତି। ଆଚ୍ଛା ଠିକ। ଦୂତମାନେ କେହି ଫେରି ନାହାନ୍ତି। ନା ନା ତାଙ୍କ ମନ ଦୁଃଖ। ମନ ଦୁଃଖ ସୀତା ତାଙ୍କ ଠାରୁ ତ ନେଇଯାଇଛି ଚୋରେଇ କରି ରାବଣ। ଆହା। ତେଣୁ ହନୁମାନ ଯାଇ ଲଙ୍କା କଟକରେ ପହଞ୍ଚି ହଁ ହଁ ସୀତାଙ୍କର ସଂକେତ ପାଇ ଆଚ୍ଛା ଅଛି ବୋଲିକିରି ଫେରି ଆସୁଛି। ଆଚ୍ଛା ଏଇଠି ପଦ ଦିଆଯାଉଛି କଣ ଲେଖିଲେ କହ? ରସ ରାମାୟଣ ଗୁଣ ଗାଥା ଗୋ রস গ্রাহকে গেল এ কথা গো। রামদূত লঙ্কা কলা গমন রমণী ময়ূর পাই সন্ধান সে রাজীব লোচন পাশে দে আদিরতি বিনয় বলে বালি তনয় বাড়ি সবার তাবি শেষে দে। হে রস রামায়ণ আহাহাহা। ଯୋଉ ଗୁଣଗାଥା ହଁ। ହେ ରସ ଗ୍ରାହକ ମାନେ ୟାକୁ ଘେନା କର। ଘେନା କରନ୍ତୁ। ରାମଙ୍କର ହଁ ଦୂତ ଆସି ବାର୍ତ୍ତା ନେଇ ଉପସ୍ଥିତ ହେଲେଣି। ଆଚ୍ଛା ରଚି ବିନୟ ବୋଲେ ବାଳି ତନୟ। ବାଳି ଆ ସଜେ ରାମଚନ୍ଦ୍ର ହଁ, ହଁ। ବାଳି ତନୟ ହେଲେ ଯେ ଅଙ୍ଗଦ। ଆଚ୍ଛା। ସେ ଯାଇ କହୁଛନ୍ତି ହେ ପ୍ରଭୁ ହଁ, ହଁ। ଆପଣଙ୍କର ବାର୍ତ୍ତାକୁ ନେଇ ହଁ। ହନୁମାନ ଆସି ହନୁମାନ ଆସି ଆଜ୍ଞା ପହଞ୍ଚି ଯାଉଛି। ଭୋଦେବ ଶୁଣ ବ୍ରହ୍ମ ମାନ କରତା ଅନ୍ତର୍ଭୂତରେ ବିଚାର କରତା ଚତୁର୍ଥ ପୁତ୍ର ପଞ୍ଚ ତମରେ ଗଲା ପ୍ରଥମ ପୁତ୍ରୀ ସେ ଧାରେ ଦେଖିଲା ସେ ତୃତୀୟକୁ ବଳ କରି ଯେ ଲଙ୍କାରେ
ଶୁଣ ବ୍ରହ୍ମାଣ୍ଡ କରତା ହଁ ପଞ୍ଚଭୂତରେ ବିଚାର କରତା ଆଚ୍ଛା ପଞ୍ଚଭୂତ ପୃଥିବୀ ଏକ ଆପ ହଁ ସେଇଠୁ ତେଜ ହଁ ବାୟୁ ଆକାଶ ଆଚ୍ଛା এই ହେଲା ପଞ୍ଚଭୂତ ହଁ এই ପଞ୍ଚଭୂତରେ ଚତୁର୍ଥ ପୁତ୍ର ପଞ୍ଚମରେ ଗଲା ଆଚ୍ଛା ଚତୁର୍ଥରେ ହଉଛି ବାୟୁ ହଁ ବାୟୁ ଅର୍ଥ ପବନ ବେଶ ପବନ ପୁତ୍ର ଯେ ହନୁମାନ ହଁ ସେ ପଞ୍ଚମ ଯେ ଆକାଶ ମାର୍ଗରେ ଯାଇ ଆଚ୍ଛା ପ୍ରଥମ ପୁତ୍ରୀକୁ ତହୁଁ ଭେଟିଲା ହଁ ପ୍ରଥମ ପୁତ୍ରୀ ପୃଥ୍ୱୀ ହେଲେ ପ୍ରଥମ ହଁ ପୃଥିବୀ ଜାତ ସମ୍ଭୂତା ସେ ତାଙ୍କୁ ଭେଟି ହଁ ସେ ଦେଖିକରି ତୃତୀୟକୁ ବଳ କରି ତୃତୀୟରେ ହେଲା ପୃଥ୍ୱୀ ହଁ ଆପ ତେଜ ହଁ ତେଜ ଅର୍ଥ ଅଗ୍ନି ବେଶ ଏ ଅଗ୍ନି କି କବଳ କରି ହଁ ଲଙ୍କାରେ ଅଗ୍ନି ଲଗାଇ ଦେଇ ଆଚ୍ଛା ସିଏ ଲଙ୍କାରେ କରି ଦ୍ୱିତୀୟ ଆସିଲା ତରି କରି ଦ୍ୱିତୀୟରେ ହଉଛି ଆପ ବୋଲନ୍ତେ ସମୁଦ୍ର ହଁ। ସମୁଦ୍ରକୁ ପାର ହୋଇ ଆସି ଆପଣଙ୍କୁ ପହଞ୍ଚିଲାଣି ପହଞ୍ଚିଲାଣି ଠିକ ଠିକ ରାମ ଭାସି ରାମ ପାପ ତ ଆସେ ରତ ସେ ତୁଳସୀ ଗରିବା ତାପାସେ ରୋଶନା ଚଳୁ ଚଳି କବିଥାତ ରାତ୍ରେ ଗୋଟେ ଫିଙ୍ଗି କରି ଉତ୍ପାଦ ସେ ରଜନୀ ସେ ପ୍ରେମୀ ଦେଖି ଯେ ରାମେଶ୍ରମେ ତର ହେବା ଜାଣି ଦୁଃଖନ ଭୋଇଲା ଲେଖି ଯେ ରାମ ଭାସି ରାମା ପ୍ରାପତ ଆସେ ଆଚ୍ଛା ସୀତାଙ୍କୁ ପାଇବା ଆଶାରେ ରାମଚନ୍ଦ୍ର ସବୁ ଆଦେଶ ଦେଇଦେଲେ ବୋଲେ କିପରି ବନ୍ଧ ନିର୍ମାଣ ହବ ହଁ ପ୍ରଭୁ। ଏ ସାଗର ମଧ୍ୟରେ ସମସ୍ତେ ଯେପରି ଯିବା ହଁ ନିଶ୍ଚୟ ରସନା ଚଳୁ ଚଳି କପି ଥାଟ ଆଚ୍ଛା। ରସନା ଚଳୁ ଚଳୁ ହଁ କପି ଥାଟ ଯେ ଯୁଆଡେ ସବୁ ଚଳିଗଲେ ଚାଲିଲେ ତା ନିଜ କାମ ସବୁ ଲାଗିଲେ ଆଉ ରାତ୍ରେ ଗୋତ୍ର ଫିଙ୍ଗୁ କଲେ ଉତ୍ପାଟ ପାଟ ରାତ୍ର ରାତ୍ରେ ସବୁ ଗୋତ୍ର ବୋଲନ୍ତେ ପର୍ବତକୁ ହଁ ସବୁ ବହି ଆଣି ସମୁଦ୍ର ମଧ୍ୟକୁ ଫିଙ୍ଗିଲେ ରାତି ସାରା କାମ ସବୁ ଲାଗିଛନ୍ତି ଆଉ କଣ କି ଆଜ୍ଞା ଯେମିତି ସକାଳୁ ଉଠି ରାମଚନ୍ଦ୍ର ଦେଖିଲେ ଦେଖିଲେ ରାମେଶ୍ରମେ ନିରୁତ୍ତର ହେବା ଜାଣି ଦୁଃଖ ନ ହୋଇଲା ଲେଖି କହିଲେ ଆହା କପି ସୈନ୍ୟ ମାନେ ମୋର କେତେ ପରିଶ୍ରମ କଲେ ଆହା। କିନ୍ତୁ ଗୋଟିଏ ହେଲେ ପଥର ତ ଦେଖାଯାଉନି ସବୁ ବୁଡି ସବୁ ଯାଉଛି ତ ବୁଡି ଗଲା କେତେ ପରିଶ୍ରମ କଲେ କପି ଥାଟ ମାନେ ମୋର ବୁଡି ଗଲା ପକାଇ ଇଲେ କପି ଯେତେ ଗିରି ବୁଦ୍ବୁଦ ନଦୀ ସେ ଜଳ ପିପି କୁତ କରି ଏତେ ପକେଇ ଦିଅନ୍ତି ପର୍ବତ ଆହା। ସେଗୁଡାକ ସବୁ ବୁଦ୍ବୁଦ ଜଳ ଫୁଟି ଉଠେ ଆହା। କିନ୍ତୁ କୋଉଠି ପର୍ବତ ପଡିଛି ବୋଲି ଦେଖା ଦେଖା ଯାଉନାହିଁ ଦେଖା ଯାଉନାହିଁ ବିସ୍ମୟ ନିଶ୍ୱାସ ତେରି ବରୁଣ ବସନେ ବିନାଶନରେ ଶୟନ ଛେଦର ଶୟନେ ବୁଦ୍ଧେ ଶୁଣ ଆନରସ ରଘୁନାଥ ହାତ ଉଠି ବିରକ୍ତ ହୋଇ ନ କରି ଚନ୍ତି କୋପ ଦୃଷ୍ଟି ରାମଚନ୍ଦ୍ର କୋପରେ ଚାହିଁଲେ ଆହା। କହିଲେ ଏଠି ପଥର ମୋର କପି ସୈନ୍ୟ ମାନେ ଫିଙ୍ଗିଲେ ହଁ ଗୋଟାଏ ବି ଜଣା ଯାଉନି କୁଆଡେ ନା 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 ରାମଚନ୍ଦ୍ର ତିରାଗାନ୍ୱିତ ହୋଇ ହଁ ଚାପମାନୟ ସୌମିତ୍ରେ ଶରଣାସି ବିଶ୍ୱତପନା ସମୁଦ୍ର ଶୋଷୟସ୍ୟାମି ଯାନ୍ତୁ ପ୍ଳଙ୍ଗନା ଶ୍ରୀରାମ ଲକ୍ଷ୍ମଣକୁ ବୋଇଲେ ହଁ। ଲକ୍ଷ୍ମଣ ଆଜ୍ଞା। ମୋର ଧନୁଷର କାହିଁକି ଆଣ କଣ କରିବେ ମୁଁ ଏଇ କ୍ଷଣି ସର ମାରି ହଁ। ଯେତେ ଅଛି ଜଳ ସବୁ ଯାକ ଶୁଷ୍କ କରାଇ ଦେବି ଆଚ୍ଛା। ଏବଂ ପଥ ହେଇଯିବ ତାରି ମଧ୍ୟରେ ମୋର କପି ସୈନ୍ୟ ଏ ମାନେ ଥିବେ। ସୁଖୀ ଯିବ ସମସ୍ତେ ସୈନ୍ୟ ମାନେ ଆମେ ସବୁ ଯାଇକି ରାମଚନ୍ଦ୍ର କୋପ କରି ଯେତେବେଳେ ସରକୁ ଉଠେଇଲେ ହଁ। ସେତେବେଳେ ସମୁଦ୍ର ରାଜା ବରୁଣ ବାହାରି ପଡିଲା ଆହା। ବାହାରି ପଡି ହାତ ଯୋଡି ଠିଆ ହେଇ ହଁ 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 ପ୍ରଳୟ ଦହନ ତୀବ୍ର ଜ୍ୱାଳତି ତେଜ ରାଘଇ
ললিত সলিলে দেব কোপ যাই নলকর তল কীর্ণে বানরা নীতি শৈলে বিরচয় মই সে তু সুস্তিং পারং প্রহাহি সমুদ্ররাজ বরুণ কইলে হে প্রভু ମୋ ଉପରେ କାହିଁକି ଏତେ କୋପ କରୁଛନ୍ତି? କାହିଁକି ଆପଣ ଏତେ କୋପ ଦୃଷ୍ଟି ଚାହିଁଛନ୍ତି କୁହନ୍ତୁ ଠାକୁର। ଆପଣଙ୍କର ପାଶରେ ଯିଏ ଅଛି ନଳ ବୋଲିକିରି ଯୋଉ ଛୋଟ ବାନରଟିଏ ତାକୁ ଆପଣ କଣ ବୁଝିଲେଣି? ତାରି କତରେ କାର୍ଯ୍ୟଟା ସଫଳ ହବ। ଆପଣ ମୋ ଉପରେ କୋପ କରିବା କିଛି ଦରକାର ଠାକୁରେ କାହିଁକି ଆପଣ ଏ ସର ଆପଣ ଏ ଧନୁଷରକୁ ରଖିଦିଅନ୍ତୁ। ମୋ ଉପର କୋପ ସମ୍ବରଣ କରନ୍ତୁ। ବାନ୍ଧ ସେତୁ ହେତୁ ଅଛି ବିଶ୍ୱକର୍ମା ସୁତ ମାଳା ଫିଙ୍ଗୁନ୍ୟଳେ ଶିଶୁକାରେ ନିତ୍ୟ ବିଶ୍ୱକର୍ମା ସୁତ ଯେ ନଳ ସିଏ ଆପଣଙ୍କ ପାଶରେ ଅଛି। କଣ ଆମ ପାଖରେ କଣ କରିବେ ସେ ପିଲା କାଳରେ ବସ୍ତୁମାଳ ସବୁ ଯୋଡି ରୁଷିଥିଲେ ମନ୍ଦର ଉଦର। ଆଚ୍ଛା ସେ ତପସ୍ୟାକୁ ଚାଲି ଯାଆନ୍ତି। ଏ ନଳ ତ ଛୋଡିଆ ବାଙ୍କଳଟିଏ ସିଏ ବୁଝିପାରେ ନାହିଁ। ଆଜ୍ଞା ସିଏ ଫିଙ୍ଗି ଦେଲା ସବୁ ଫିଙ୍ଗି ଦିଏ ତେଣୁ ଋଷି ମାନେ ଆସି ଦେଖନ୍ତି କିଛି ନାହିଁ କଣ ହେଲା ବୋଲି କିଏ ଫିଙ୍ଗୁଛି ଚାହିଁ ଦିଅନ୍ତେ ଗଛ ଉପରେ ବସିଛି। କହିଲା ଆରେ ଆରେ ୟାର ବୁଦ୍ଧି ତ ନାହିଁ ତାକୁ ଅଭିଶାପ ଦେଇଦେଲେ। କହିଲେ ତୁ ଯାହା ଛୁଇଁକିରି ଜଳରେ ପକେଇବୁ ସେଗୁଡାକ ବୁଡିବ ନେଇ ଭାସିବ। ଖାଲି ତୁଲା ବସ୍ତା ଚଲ ବସ୍ତା ଫପାଲିବି। ହଏ ଯେତେବେଳେ ଏଇ ବାଳ କାଳର ନୃତ୍ୟରେ ଋଷି ଆଉ କଣ କଲେ? ବାଳ ବୋଲି କୋପି ନହି କହି ମୁନି ସର୍ବା କହି ମୁନି ସର୍ବା ପୁରଣାରେ ନିରେ ସେ ପାଇ ଯେ ଦବା ବୁହାଇଣ ଗୋତ୍ର ଗୋତ୍ର ପକାଅ ଛୁଆଇ ବାନ୍ଧି କଳନାରେ ନଳ ନାମ ଅଛି ବାଇ ବୁହାଇନ ଗୋତ୍ର ଗୋତ୍ର ପକାଅ ଛୁଆଇ ବାନ୍ଧି କଳନାରେ ନଳ ନାମ ଅଛି ବହି ନଳ ବୋଲିକିରି ତା ନାମ ଅଛି। ଇଏ ଯେତେ ପର୍ବତ ଆଣୁଛ ତା ହାତରେ ଖାଲି ଟିକେ ଛୁଇଁଦେଲେ ତ ପକେଇଲେ ଭାସିଲା ଆଉ କଣ କି? ଆଜ୍ଞା ଯେମିତି ସବୁ ସେଇଆ କଲେ ଇଏ ସାଙ୍ଗେ ସାଙ୍ଗେ ପଥର ଗୁଡାକ ଭାସି ଗୋଟିଏ ବନ୍ଧ ନିର୍ମାଣ ହେଇଗଲା। ଇଏ ବନ୍ଧଟି ସିନା ନିର୍ମାଣ ହେଲା ସେଇଠୁ ରାମ ବିଚାର କଲେ କହିଲେ ଯାହା ହଉ ବନ୍ଧ ନିର୍ମାଣ ହେଲା। ଏ ବନ୍ଧ ମଧ୍ୟରେ ଗୋଟିଏ ଲିଙ୍ଗ ମୂର୍ତ୍ତିଟିଏ ସ୍ଥାପନା କଲେ। ସ୍ଥାପନା କରି ବିଚାର କଲେ ଏ ଲିଙ୍ଗ ମୂର୍ତ୍ତି ଆଉ ବନ୍ଧ ଏକାଠି ପ୍ରତିଷ୍ଠା ହେଇଯିବ ତେଣୁ ସମସ୍ତେ ଯିବାକୁ ସୁବିଧା ହେବ। ରାମ କଣ ଭାବିଲେ ଆଉ ଗୋଟିଏ ପଦ କବି ଲେଖୁଛନ୍ତି ମାର୍ତ୍ତଣ୍ଡ ସୁନୁ ସରାଣୀ ଜାଣରେ ଶୁଣ ସୁଜ୍ଞାନୀ ବାରତୀରେ ମିଳି ସଗଣେ ରାମ ମନେ ବିଚାର କରନ୍ତି ସ୍ଥାପି ଏକ ଲିଙ୍ଗ ମୂର୍ତ୍ତି ପ୍ରତିଷ୍ଠା ନିଷ୍ଠା ବିଧାନେ କେବା ଭାଜନ ଶୁଣି କହେ ଲକ୍ଷଣ ବୀରା ଗୁପ୍ତେ ରାତ୍ରରେ ଡକାଓ ସକଳ ସୁର ମାର୍ତ୍ତଣ୍ଡ ବୋଲନ୍ତେ ସୂର୍ଯ୍ୟ ସୁନୁ ବୋଲନ୍ତେ ପୁତ୍ର ସୂର୍ଯ୍ୟଙ୍କର ପୁତ୍ର ହେଲେ କର୍ଣ୍ଣ। କହିଲେ କର୍ଣ୍ଣ ଦ୍ୱାରରେ ହେ ସୁଜ୍ଞାନୀ କି ପଣ୍ଡିତ ଜନମାନେ ଶୁଣିବା ହୁଅନ୍ତୁ ପାରାବାରତୀରେ ମିଳି ସଗଣେ ରାମ। ପାରାବାର ସମୁଦ୍ର ନିକଟରେ ସେଇ ବନ୍ଧ ନିକଟରେ ଲିଙ୍ଗ ମୂର୍ତ୍ତିକି ସ୍ଥାପି ରାତ୍ରିରେ ସମସ୍ତଙ୍କୁ ଏକାଠି କରି ବିଚାର କରିଲେ। ଲକ୍ଷଣ କହିଲେ ପ୍ରଭୁ
ଆପଣ ଗୋଟିଏ କାମ କରନ୍ତୁ କଣ ସବୁ ଆପଣ ଦେବତା ମାନଙ୍କୁ ସ୍ମରଣ କରନ୍ତୁ ହଁ। ଶୁଣି କହେ ଲକ୍ଷ୍ମଣ ବୀର ଗୁପ୍ତେ ରାତ୍ରରେ ଡକାଅ ସକଳ ଆଚ୍ଛା ସେଇମାନଙ୍କୁ ଡକେଇଲେ ସେଇମାନେ ଆପଣଙ୍କୁ ସମସ୍ତ ବ୍ୟବସ୍ଥା ଦେବେ କହିଦେବେ ସବୁ କଥା ସ୍ମରୂପୀ ବୁଦ୍ଧ ଗଣ ସୁଚିତେର ଘୁରା କମ୍ପିଲେ ଅମର ମଣ୍ଡଳ କମ୍ପିଲେ ଅମର ମଣ୍ଡଳ ସାବିତ୍ରୀ ପତି ତୁଲେ ମିଳି ସର୍ବମରେ ପ୍ରବେଶ ହେଲେ ଆଖଣ୍ଡଳ ନମି ପଦେ ସେ ତୁ ଦର୍ଶନ ସୁଆନନ୍ଦେ ଶତ୍ରୁ ନିଧନ ପାନ୍ଦି ହୁଦେ ଯେତେବେଳେ ପହଞ୍ଚି ଗଲେ ହଁ ସେତିକିବେଳେ ହେଇଛି କଣ ଆଚ୍ଛା ଲକ୍ଷ୍ମଣ ଆଦି ରାମଚନ୍ଦ୍ର ସହିତରେ ଅଛନ୍ତି ହଁ ହଁ ସବୁ ଦେବତା ମାନେ ଆସି ରାମଚନ୍ଦ୍ରଙ୍କୁ ତୁଷ୍ଟି କଲେ କାହିଁକି ରଘୁନାଥ ଡାକିଲେ କୁହନ୍ତୁ? ଶ୍ରୀରାମଚନ୍ଦ୍ରಂ ବିଭୁଭୂ ସ୍ମୃତ କୀର୍ତ୍ତି ଚନ୍ଦ୍ର ସ୍ମରାସଚନ୍ଦ୍ରଂ ରଜନୀତର ପଦ୍ମଚନ୍ଦ୍ର ଆନନ୍ଦଚନ୍ଦ୍ରଂ ରଘୁବଂଶ ସମୁଦ୍ର ଚନ୍ଦ୍ର ସୀତାମନ କୁମୁଦ ଚନ୍ଦ୍ର ନମೋ ନମସ୍ତେ ରାମଚନ୍ଦ୍ର ବୋଇଲେ କି ସମସ୍ତଙ୍କୁ ହଁ ହଁ ମୁଁ ଯେଉଁ ସେତୁ ବନ୍ଧ ନିର୍ମାଣ କଲି ଆଚ୍ଛା ଏ ଯୋଉ ଲିଙ୍ଗ ମୂର୍ତ୍ତିଟି ସ୍ଥାପନା କରିଛି ହଁ, ହଁ। ଆକୁ ତୁମେ ସମସ୍ତେ ମିଳି କିପରି ପ୍ରତିଷ୍ଠା ହବ ଆଚ୍ଛା ବ୍ରହ୍ମାଙ୍କୁ ରାମଚନ୍ଦ୍ର କହିଲେ କହିଲେ ଆପଣ ଏ ଦାୟିତ୍ୱ ଗ୍ରହଣ କରନ୍ତୁ ଗୁରୁଦେବ ବ୍ରହ୍ମ ଧଣୀ କୋଦଣ୍ଡ ଧର ଶୂଳ ସର୍ବମର ଏ ସେତୁ ବନ୍ଧ ଶିବ ମୂର୍ତ୍ତି মন্ত্রে করি পবিত্র রহু কীর্তি গোত্র নটলু ভাসে পুরস্পতি হে বেদ বর ভেন মুখ কুশাক্ষত শ্রবণে বিধি মৌন ব্রত বিশ্বামিত্র মিত্র বশিষ্ঠ প্রেরত বিশ্বামিত্র মিত্র বশিষ্ঠ প্রেরত সতী অশোক বনে স্থিত হে বেদবরা ভণি কোদণ্ডধর ରାମଚନ୍ଦ୍ର କହିଲେ ଏ ସେତୁ ବନ୍ଧରେ ଯୋଉ ଶିବ ମୂର୍ତ୍ତିଟି ମୁଁ କରିଛି ଆଚ୍ଛା। ମନ୍ତ୍ରୀ ଏହାକୁ ପବିତ୍ର କରି ଆଉ ସମସ୍ତ ଏକତ୍ରିତ ବୃହସ୍ପତି ଦେବଗୁରୁ ସହିତରେ ମିଳି ଏ କୀର୍ତ୍ତି ଯାବତ ରହୁ ସେଇଠୁ ଘେନ କର୍ମୁକ କୁଶାକ୍ଷତ କର୍ମୁକ ଯିଏ ବୋଲନ୍ତି ଗୁଆ କୁଶ ଆଉ ଅକ୍ଷତ ବ୍ରହ୍ମାଙ୍କୁ ଦେଲେ ବ୍ରହ୍ମା କହିଲେ ଇଏ କେମିତି ହବ ଆଉ ମୁଁ ତ ଆପଣଙ୍କ ଘରେ ପୁରୋହିତ ଆପଣ ଏ କରିପାରି ଦାୟିତ୍ୱ ଗ୍ରହଣ କରିବେନି ନା କାହିଁକି ଏଣୁ ପୁରୋଧାପନ ହେବ ମୋର ଦୂଷଣ ହେ ଦୂଷଣ ଶୋଷଣକାରୀ ହେ ଦୂଷଣ ଶୋଷଣକାରୀ ଏକା ବିଶ୍ଵବାସୁତ ହୋଇପାରେ ସାମର୍ଥ ତା ବିନେ ଆନକେ ନ ପାରି ସେ শুনি কনে সুখিলা সর্বমুখাম্বুজ বাসি কুসুম সমতেজ ধনী কোদণ্ড পারি পাইলি এবে জানি তুম্ভর বুদ্ধি বড় বীর্য হে শুনি কনে କହିଲେ କି ଏଣୁ ପ୍ରଧାପଣ ମୁଁ ପୁରୋହିତପଣ କଲେ ମୁଁ କାହିଁକି ସେ ଦୂଷଣ କଳଙ୍କିତ ହେବି କାହିଁକି ବିଶ୍ରବାସୁତ ହୋଇପାରେ ସମର୍ଥ ଏ ପୁରୋହିତ କାର୍ଯ୍ୟ କରିବା ପାଇଁ ବିଶ୍ରବାସୁତ ଯେ ରାବଣ ଏକା ସମର୍ଥ ଆଚ୍ଛା ତା ବିନା ଆନ କେନ ସରି ଆଉ କେହି କହିପାରିବେନି ଆଜ୍ଞା କାରଣ ଯେ
ଏଣୁକରି ବିଶ୍ୱାମିତ୍ର ଅମିତ୍ର ହଁ ବୋଇଲେ ବିଶ୍ୱାମିତ୍ର ହଉଛନ୍ତି ରାମଚନ୍ଦ୍ରଙ୍କର ଗୁରୁ ହଁ ବଶିଷ୍ଠ ତପେରତ ବଶିଷ୍ଠ ହଉଛନ୍ତି କୁଳ ଗୁରୁ ହଁ ଇଏ ଦୁଇ ଜଣଙ୍କର ଅନୁପସ୍ଥିତିରେ ଆଚ୍ଛା। ମୁଁ ଯଦି କର୍ମ କରିବି ହଁ। ମୁଁ କଳଙ୍କିତ ବାଧା ନେବି ନିଶ୍ଚୟ ନା ତେଣୁ ମୁଁ କାହିଁ ଏ କାମ କରିବାକୁ ଯିବି ହେଇପାରିବନି ତେଣୁ ତୁମେ ରାବଣ ହଉଛି ହଁ ପ୍ରକୃତ ବ୍ରାହ୍ମଣ ଏ। ଏବଂ କର୍ମ କରିବାର ଦକ୍ଷତା ତାର ଅଛି ହଁ, ହଁ। ତୁମେ ତାଙ୍କୁ ହିଁ ଡକା ବେଶ ଶୁଖିଲା ସର୍ବମୁଖାମ୍ବୁଜ ମୁଖ ସମସ୍ତଙ୍କର ଶୁଖିଗଲା ଆଚ୍ଛା। ବାସି କୁସୁମ ସମ ତେଜ ସେଇଠୁ କୋଦଣ୍ଡ ପାଣି ରାମଚନ୍ଦ୍ର ହଁ। କହିଲେ ମୁଁ ଜାଣିଲି କଣ? ଯେ ତୁମେ ମତେ ଏଇ ଉପଦେଶ ଦଉଛ ଆହା। ଯେ ମୁଁ ଶତ୍ରୁକୁ ହଁ। ପୁଣି ଡାକିକି ଆଣିବା ପାଇଁ କି ଯୋଉ ଲୋକ ମୋ ସତୀ ସୀତାକୁ ଚୋରି କରିଛି ତାକୁ ଆଣି ଡାକି ମୁଁ ବନ୍ଧ ପ୍ରତିଷ୍ଠାରେ ପୁରେଇ ହେବେ ହେଇପାରିବନି ନୁହେଁ ମୁଁ ବେଳିଷ ଦିହି ଉପଦେଶ ମାନସ ଦେବ ଭୁলাই କିଛି ଜାଣି ଧନ ରଚିଛି ସମ୍ମତି କି ଦେବ ସେହି ଭଲ କଥା ମତେ ଆଣି କହୁଛ ହଁ ହଁ କଣ କହିଲେ ହେ ପ୍ରଭୁ ହଁ ହଁ ବ୍ରହ୍ମାଙ୍କୁ କହିଲେ ତୁମ ଭଳିଆ ଲୋକ ଏପରି ମତେ ବୁଦ୍ଧି ଶିକ୍ଷା ଦଉଛି କାହିଁ କଣ ଅସୁବିଧା ଠାକୁରେ କଣ ହେଲା କି? ଗୋଳାଇ ଗରଳ କରେ କେ କେବଳ ବ୍ୟାଧି କେ କରେ ଆଦର ନିଜ ଶିର ନିଜ କରେ ଛେଦିବାକୁ ବିବେକ ବଳେ କାହାର ଆଜ୍ଞା ଗରଳକୁ ଗୋଳେଇ ହଁ। କିଏ ନିଜେ ଖାଏ ହଁ। ବ୍ୟାଧି କି କିଏ କବଳ କରିକି ରଖେ ନା ବ୍ୟାଧି କି ହରଣ କରିବା ପାଇଁ ଇଚ୍ଛା କରେ ଆଉ ନିଜ ଶିର ନିଜ କରେ ଛେଦିବାକୁ ବିବେକ ବଳେ କାହାର ନିଜ ହାତରେ ହଁ। ନିଜ ମୁଣ୍ଡକୁ କାଟିବାକୁ କାହାର ଇଚ୍ଛା ହବ ଇଚ୍ଛା ହବ କି? କୁହନ୍ତୁ ରାମଚନ୍ଦ୍ର ଠାକୁରୀ ସେତିକିବେଳେ ରାମ କାନ୍ଦି ପକେଇଲେ ହଁ ଯାରେ ଲକ୍ଷ୍ମଣ ବୀର ବିଭୀଷଣ ଯାରେ ଲକ୍ଷ୍ମଣ ବୀର ବିଭୀଷଣ ଯାଅ ମିତ୍ର ବରପୁରେ ଯାଅ ମିତ୍ର ବରପୁରେ ବାରିଧି ଜୀବନେ ଜୀବନ ଦିବି ବାରିଧି ଜୀବନେ ଜୀବନ ଦିବି ବୈଦେହୀର ବିଚ୍ଛେଦରେ ବୈଦେହୀର ବିଚ୍ଛେଦରେ ଯାଅ ରେ ବାବୁ ଲକ୍ଷଣ ଭାଇ ଯାଅ ବୀର ବିଭୀଷଣ ହଁ ହଁ ଯାଅ ମିତ୍ର ବରପୁରେ হে ସୁଗ୍ରୀବ ଆଜ୍ଞା ତୁମେ ଫେରି ଯାଅ କୁଆଡେ ମୁଁ ଯିବି କୁହ? ବାରିଧି ଜୀବନରେ ଜୀବନ ତେଜିବି ହଁ। ବୈଦେହୀର ବିଚ୍ଛେଦରେ ନା ନା ମୁଁ ସିନା ନା ପ୍ରାଣ ଦେବି ହଁ ଆଉ ଏ କାର୍ଯ୍ୟ କରିବି ନାହିଁ ନା ଠାକୁରେ ସେ କାର୍ଯ୍ୟ କରନ୍ତୁ ନାହିଁ ରାଜୀବ ଲୋଚନ ରାଜୀବ ଲୋଚନ ଦୁଃଖ ବିମୋଚନ আছে আছে সুপ্রমাণ আছে আছে সুপ্রমাণ নিষ্ফল নয়নে ঊর্ধ্বতায়নে নিষ্ফল নয়নে ঊর্ধ্বতায়নে ওনাই সর্বে মৌনে ওনাই সর্বে মৌনে এই কাଳରେ ହଁ ସମସ୍ତ ଦୁଃଖରେ ଚାହିଁଛନ୍ତି ଆହା। ହଠାତ୍ କଣ ହେଲା ହଁ କଣ ହେଲା ଏକାଳେ ବ୍ୟତୀତ ଉହାଣେ ଶୁଭିଲା ଏକାଳେ ବାରିଦ ଉହାଣେ ଶୁଭିଲା ବିପଞ୍ଚି ସନ ମଧୁର ବିପଞ୍ଚି ସନ ମଧୁର ବିପଞ୍ଚି ସନ ମଧୁର ଚଢି ମନ ଦାନ ପଡିଛି ତାରାମ ଚଢି ମନ ଦାନ
ହେଲେ ଜ୍ୟୋତିବର ବିଜେ ହେଲେ ଜ୍ୟୋତିବର। এই ସମୟରେ ବାରିଦ ଗୁହାଳରେ ବୀଣାର ନାଦ ଶୁଭିଲା। ভজ মন রামচন্দ্র রঘুবর রাই ভজ মন রামচন্দ্র রঘুবর রাই, ভজ মন রামচন্দ্র। কৌশলানন্দন রাম কৃষ্ণ কনাই কৌশলানন্দন রাম কৃষ্ণ কনাই, ভজ মন রামচন্দ্র রঘুবর রাই ভজ মন রামচন্দ্র। তমে যমুনা নিরমল সরজু ইতমে যমুনা নিরমল সরজ, করণে কি সুখ পাই চরণে কি সুখ পাই। ভজ মন রামচন্দ্র রঘুবর রাই, ভজ মন রামচন্দ্র। সীতারাম 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 নারায়ণ নারায়ণ নারায়ণ। ଦେବର୍ଷିଙ୍କୁ ଦେଖି ହଁ। ସମସ୍ତ ଦେବତା ଆନନ୍ଦିତ ହେଇଗଲେ। ଆଚ୍ଛା ରାମଚନ୍ଦ୍ର ମଧ୍ୟ ଖୁସି ହେଇଗଲେ। ହଁ ହଁ ନାରଦଙ୍କୁ ସମ୍ମାନ କରି ବସେଇଲେ ହଁ ଏବଂ ପିତାଙ୍କର ଆଦେଶ ଦେଇଥିବା କଥାକୁ ନାରଦ ସମ୍ମତ ଜଣେଇଲେ ଆଚ୍ଛା ଯେ ଏକା ରାବଣ ସହ ହଁ ଆଉ ଅନ୍ୟ କେହି ନାହାନ୍ତି ପଣ୍ଡିତପଣକୁ ଭାଜନ ହେବା ନା ପାଇଁ। ନା 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 ତେଣୁ ସେ ଉପଯୁକ୍ତ ପଣ୍ଡିତ ହଁ। ଏବଂ ବ୍ରାହ୍ମଣ ଆଚ୍ଛା ତାକୁ ଡକେଇକିରି ସେତୁ ନିର୍ମାଣ ହୋଇଥିବା ସିଂହ ଲିଙ୍ଗ ମୂର୍ତ୍ତି ହଁ ପ୍ରତିଷ୍ଠା ହଁ। ଏବଂ ପୂଜା ହଁ ବା ବନ୍ଧ ପ୍ରତିଷ୍ଠା ଏ। ତାଙ୍କୁ ଡକେଇକିରି କରିବାକୁ ହେବ। ଉଚିତ ଏଣୁ ମୁଁ ସେ ଉଦନ୍ତ କି ଖବର ନେଇକିରି ଯିବି। ଆଚ୍ଛା। ତୁମେ ଗୋଟେ ତାଙ୍କ ପାଖକୁ ଚିଠି ଲେଖି ଚିଠି ଲେଖନ୍ତୁ ଚିଠିଟି ଲେଖିବ ଯେ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ତୁମର ଯାହା ଯାହା ଘଟିଛି ହଁ। ହେ ପ୍ରଭୁ ରାମଚନ୍ଦ୍ର ହଁ। ତୁମେ ସବୁ କୁହ। ହଁ। ଜଣେ କେହି ଦୂତ ତାକୁ ଲେଖ। ଲେଖିବ ଆଚ୍ଛା ରାମଚନ୍ଦ୍ର ଆଦେଶ ଦେଲେ ହୁଁ ଦୂଷଣକୁ ଆଚ୍ଛା ସୁସେନାକୁ। ହଁ। ସୁସେନ ସେଇଠୁ ଚିଠି ଲେଖିବାକୁ ଲେଖିବାକୁ ଆରମ୍ଭ ଆଚ୍ଛା। କଲେ। କଣ ଲେଖିଲେ କଣ ଚିଠି? ଲେଖିଲେ କହିଲେ ଦୂଷଣ ଶୋଷଣ ଆଦେଶ ପାଇ ସୁସେନ ବୀର ଶ୍ରୀ ସଦାଶିବଙ୍କ ଚରଣେ ଶରଣ ଆଦର। ଶ୍ରୀ ସଦାଶିବ ହଁ ଶରଣ ଶରଣ ବୋଲିକିରି ଆଗରେ ଲେଖାଗଲା। ଏ କଣ ଲେଖିଲେ ପଦଟି? କଣ ଲେଖିଲେ ଧର୍ମ କର୍ମ ନିଷ୍ଠ ବ୍ରାହ୍ମଣ ବୈଷ୍ଣବ ବଳ ବିଦୁଷ ଗୀତା ସତ୍ୟ ସୀତା ସାନୁଜ ଘେନି ବନେ ନିବାସ ଅଯୋଧ୍ୟା ଦଣ୍ଡ ନାରୀ ସୁତ ଧରି କୋଦଣ୍ଡ କାଣ୍ଡ ଦଣ୍ଡକାରେ ବିହୁ ଭୂମିଜୟା ବିହିଲା ଦଣ୍ଡ। ଆଜ୍ଞା ଆରମ୍ଭରୁ ଶେଷ ଯାକ କୋଉଠି ଯଦି କିଛି ଛାଡି ଯାଇଥାଏ ଆ। ପୁନର୍ବାର ମଧ୍ୟ ସୂଚେଇ ଦେବା ପାଇଁ ଲୋକ ଅଛନ୍ତି। ଆଚ୍ଛା ତେଣୁ ଆଦ୍ୟରୁ ଶେଷ ଶେଷ ଯାହା ଘଟିଥିଲା ହଁ। ସେଇଆ ରାମଚନ୍ଦ୍ର ଡାକୁଛନ୍ତି, ଗୋଟି ଗୋଟି କରି ଲେଖୁଛି। ସୁଷମା ଲେଖୁଛନ୍ତି ଠିକ ସୁନା ବରନା ମୂର୍ଗ ମାରୁ ସୁନା ବର ନାଗରୀ ସୁନାପୁରର ସୁନା ଶିର ନାରୀ କରିଲା ଚୋରି ବର ବର ନା ଖୋଜୁ ଖୋଜୁ ସୁଗ୍ରୀବ ବରେ ମଇତ୍ର ବାଉଳି ବଧି ବାନ୍ଧି ଉଦ୍ଧି ବହି ବହୁତ ଗୋତ୍ର ବାଳି ବଧି ବାନ୍ଧି ଉଦ୍ଧି ବହି ବହୁତ ଗୋତ୍ର। କହିଲେ ବର ବର ନା ଖୋଜୁ ଖୋଜୁ ସୁଗ୍ରୀବରେ ମୈତ୍ର। ବର ବର ନା ଯେ ସେ ତାଙ୍କୁ ଖୋଜୁ ଖୋଜୁ ସୁଗ୍ରୀବ ସଙ୍ଗରେ ମୈତ୍ର ହେଲେ। ମଇତ୍ର ହେଲି ବାଳିକି ବଦ୍ଧ କଲେ। ସେଇଠୁ ବାନ୍ଧି ଉଦ୍ଧି ଆଚ୍ଛା। ସମୁଦ୍ରରେ
বন্ধ নির্মাণ করি বহু পরিশ্রম করি নির্মাণ করি অছি আচ্ছা বামা শত্রু নাশ কামনা মনাসি শিব মূর্তি প্রতিষ্ঠা নিষ্ঠা কাটাবতে আম্ভ মরিচি মতি বলে বামা শত্রু নাশ বামা যে স্ত্রী তার শত্রুକୁ নাশ କରିବା ପାଇଁ আচ্ছা মনাসি শিব মূর্তিটি স্থাপনা করে প্রতিষ্ঠা নিষ্ঠা কাষ্টা ব্রতে আম্ভ বলিছি মতি সে কিপরি প্রতিষ্ঠা ହେବ আচ্ছা নিষ্ঠা কাষ্টা ব্রত মোর পূরণ হব সেইয়া লেখুছি আচ্ছা হে ব্রহ্ম বংশী কর্ম দক্ষ পূর্ণ কর কামনা যুগে যুগে রখ কীরতি এথে নহিবি মনা কইলে হে ব্রহ্ম বংশী কর্ম দক্ষ ব্রহ্মাঙ্কর চতুর্থ বংশর হଉଛି জন্ম রাবণ তেଣୁ ସେ ରାବଣ ବ୍ରହ୍ମଦକ୍ଷ ବିଶିଷ୍ଟ ଏବଂ ବ୍ରହ୍ମ କାର୍ଯ୍ୟ ସେ ପ୍ରତ୍ୟେକ ମୁହୂର୍ତ୍ତରେ କରେ ବୋଲି ପ୍ରଭାତରୁ ଉଠି ଆଗେ ବ୍ରହ୍ମ ମୁହୂର୍ତ୍ତରେ ବ୍ରାହ୍ମଣ କାର୍ଯ୍ୟ କରେ ସିଂହ ଦ୍ୱାରା ଆସି ପ୍ରବେଶ ହେଲା ମାତ୍ରେ ତାର ରାକ୍ଷସ ପ୍ରକୃତି ଆସେ ତେଣୁ ସେଇ ଶୁଭ ବେଳାକୁ ଅନୁକରଣ କରି ପତ୍ର ନେଇକି ନାରଦ ଯିବେ ବୋଲି କହିଛନ୍ତି ସେଇଠୁ ଇତି କରିଦେଲେ ପତ୍ରର ଇତି କରୁ ପତ୍ର କରକୁ ପାତି ଜତି ଆଦରେ ବୋଧ ଦେଇ ଗମୁ ଯୋଗେନ୍ଦ୍ର ଇନ୍ଦ୍ର ମାରିଲେ କହିଲେ ବୋଧ ଦେଇକି ଯେତେବେଳେ ଗମିଲେ ଇନ୍ଦ୍ର ସେଇଠୁ କହୁଛନ୍ତି ସତେ ଶିବ ପୂଜି ଆସିବ ତଥ୍ୟ ମୁନି ମଣିକି କେ ଜାଣି ଏ ବାଡ଼ି ଦେଲାଣି ଆଣି ରଘୁ ମଣିକି ସତେ ରାବଣ ଶିବ ପୂଜା କରିବାକୁ ଆସିବ କେ ଜାଣି ଇଏ ବାଣୀ କଣ ଆଣିକି ରଘୁବଣୀଙ୍କ ପାଶରେ ଦେବ ଏଇ କଥା ବିଚାର କରୁଛନ୍ତି ବୋଧିଲେ କର୍ତ୍ତବ୍ୟ ପାଳନେ ହେବ କାମନା ସିଦ୍ଧି ସୁଖେ ଦେଖ କହି ଗମିଲେ ଭେଦି ଲଙ୍କା ମାରିଧି এই কথাକୁ কহি আজ্ঞা নারদ লঙ্কা বারিধি আকাশ মার্গরে স্নান করি চালিলে রাম নাম ভজন করি ভজরে মন রাম নাম আনো সময় হয়েছে লঙ্কাপুরে রাবণ বসি পূজা পত্রী আরম্ভ করুছি ঠিক শুভ সময় নারদ যাই পৌঁছি গলে রাম নাম শব্দ যেতেবেলে উচ্চারণ করুছন্তি দৃষ্টি পড়িগলা নারদঙ্কর উপরে বিচার কলে রাবণ আজ অজা সকালু সকালু কুয়াড়ে আসুছন্তি কথা কোন আজ বড় মোর গোটে শুভ দিন ভারি খুশি হয়ে গলে নারদ ডাকি দেলে নাতি কোন বসি করুছু কাহিকি আপন আসলে অদিনে আসি পৌঁছি গলে কলে সোন মানে যতি বসাইলে কতি দেইছু আসন যতি দেইছু আসন মনর হরসে পুটিলে সরসে কি মতে গমনা কইলে বাহ ভারি আনন্দ লাগিলা কুয়াড়ে আসিছ তুমি বহু দিনরে তুমি আসিছ বাবা তো ভাগ্য খোলি গলা সতে দেবদত্তি ভাসি তহিত মনাসি ইষ্ট দেব দেব আরে ইষ্ট দেব 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 প্রতিষ্ঠা পুরো ধাপনে জনে তো সরি কেব কইলে তোর ইষ্ট দেব যে হউচন্তি শিব এ শিবঙ্কর আদেশরে বা শিবঙ্কর উদ্দেশ্যরে তো পরিক্রি কিଏ ଜଣେ ଆଉ ପୂଜା କରୁଛି ମତେ କହି ଆଉ କିଏ ପୂଜା କରିବ ନାରଦେ ତେଣୁ କରି ମୁଁ ତୋରି କତିକି ଆସିଛି ସତେ ଭଲ କଥା ଆଉ କହିଲେ କାହିଁକି କୋଉ ପାଇଁ ଆସିଛ ସେଇଠୁ ପତ୍ରଟି କାଢିଲେ ରାମଙ୍କର ଦେଇଥିବା ପତ୍ରକୁ ନାରଦ କରେ ଅର୍ପିଲେ ପତ୍ରକୁ ଧରି ମୋଦେ ଫେଡ଼ି ମୋ ସ୍ତକରେ ଆରେ ଫେଡ଼ି ମୋ ସ୍ତକରେ
ହରେ ଶରଣ ପଢିଲା ବିବରଣ ଯୋଡ଼ିଲା ସ୍ନେହରେ। ଯେମିତି କରରେ ଅର୍ପଣ କଲା ସେ ପତ୍ରକୁ ରାବଣ ଚିଠି ଟିକେ ଫିଟେଇ ଦେଲା। ଆଚ୍ଛା ସେଥିରେ ଲେଖା ହେଇଛି ଶ୍ରୀ ଶିବ ଶରଣ। ମୁଣ୍ଡିଆଟିଏ ଚିଠିକି ଧରିକିରି ଆଗେ ମାଇଲା, ଅତି ସ୍ନେହରେ ଯୋଡ଼ିଗଲା। ବରଣ ପୁର ଧାପଣକୁ ଶରଧା କଲେ ସୀତାବର, ଆରେ କଲେ ସୀତାବର। ଧରଣୀ ଘୋଷିବ କରଣୀ ଦିଶିବ ମୁକ୍ତି ଭାଗ୍ୟଧର। বলে নারদ ওঝা এতে দিনে মোর আনন্দ আসে। ଆଜି ଆନନ୍ଦ କଥା ନାତି ଆପଣ କାହିଁକି ଡେରି କରୁଛନ୍ତି? କହିଲେ ମୋତେ ପୁଣି ପୁରୋହିତ ପଣକୁ ବରଣ କରିଛନ୍ତି। ରଘୁନାଥ ଆ ଠାରୁ ବଡ ଆଉ କଣ ଅଛି? ନା। ଧରଣୀ ଘୋଷିବ ଏ କଥା ସଂସାରେ ସବୁଦିନ ପାଇଁ ଆଉ ରହିଯିବ। କଣ ରହିବ ଗୋଟେ କୀର୍ତ୍ତି ତୋଡ଼ ନା ଯାଇ କହିଲେ ଯିବି ଶୁଭ ବେଳା ଯାଅ ବିଧି ବଳା ଶଙ୍କର ପୂଜିବି, ଶଙ୍କର ପୂଜିବି। ଭାବି ତ ନହିବି বে আয়োজন চল ভাবি। রাবণ কইলা কিছু ভাবিবেনি, না সব আয়োজন করিথিবে মু নিশ্চয় ଯିବି। ଯିବ ଯେ নারদ কইলে তুমি ଯିବ, আয়োজন করিবে সিয়ে। ଆଉ କଣ সে কোউঠা আয়োজন করিবে? କୋଉଠୁ କଣ ଅଛି ଯେ ଆଣିବେ ସିଏ? যে এ পূজার উপকরণ পদার্থ আপন পুরোহিত হইকি সবু নেই যাবে। ସବୁ ତ ଆପଣ ଅରୁଆ ଚାଉଳ ଦୁବ ବରକୋଳି ପତ୍ର ବନବାସୀ ସୀତାହରା ଏ ତିନି କଥାକୁ ଲକ୍ଷ୍ୟ କରିକିରି ଆପଣ ଯିବେ। ହଁ কলে সংকল্প উপকরণ আদিমান পুরাণ সকল পুরাণ সকল কল ধৌত বরণ তা বিহীন বনবাসী কল। কলে সে বনবাসী ହଁ কলধৌত বরণা যে সীতা হরা ହଁ আউ সে কোউঠু আনিবে? କୋଉଠୁ କଣ ଆଣିବେ କହିଲ? সুমরি ইষ্ট পূজিমা দ্রব্য সাদি কমল কুসুম, আরে কমল কুসুম। ব্রহ্ম সধ্বংসর পত্র পঢ়ু যতি বচনে বিভ্রম। ব্রহ্ম সংশোধন পত্র পঢ়ু যতি বনে বিভ্রম, বচনে বিভ্রম। কোন হেলা? କଣ ଘଟଣା? আজি প্রভু রামচন্দ্র ହଁ মতে ডাকিছন্তি পুরোহিত পণরে। মু যদি সঙ্গতরে সীতাঙ্কু ন নেইকি ଯିବି ହଁ তাহলে কেড়ে বড় কথাটি ପ୍ରତିଷ୍ଠା କର୍ମ ହବ କିପରି? প্রতিষ্ঠা কর্ম ହେବ কিপରି? ଏକ ଅଙ୍ଗରେ ପ୍ରତିଷ୍ଠା কর্ম নিষেধ। তেণু করি সেই কথাটা তাঙ্কর মନରେ টিকে পড়িগলা। রাবণ তো ত্রিকালদর্শী এবং মহাপণ্ডিত। দর্শী হ্যাঁ, বন যাক্ষী দেবী নেবি গলা ভাবি সে ও কবন আরে সে অস কবন আনন পাতি সতী বসতি এবে মিলিত জানন, আরে মিলিত বনযাক্ষী দেবী নেবি গলা ভাবি অশোক কানন, অশোক কানন যে পৌঁছিলা ପହଞ୍ଚିଲେ ଦେଖିଲା ଆନନପତି ସତୀ ବସତି ସ୍ଥାନରେ ମା ବସିଛନ୍ତି। ମା ବସିଛନ୍ତି। ମଥାକୁ ପୋତି ମନରେ ଦୁଃଖ ତୁଷାନନ ଯାଇକି ପହଞ୍ଚି ସେଇ ପତ୍ର ଟିକେ ଦେଖେଇଥିଲା। ମା ସାର ସାକ୍ଷୀ ଦେଖି ଲେଖିମା ପତ୍ରକୁ ନୟନୁ ସାର, ଆରେ ନୟନୁ ସାର। ନିରଧାର ଧାର ଟପ ଟପ ପଡୁଥିଲା ମନିର। ସେ ପତ୍ରଟାକୁ ଯେମିତି ଦେଖି ପକେଇଲେ ଆହୁରି ନୟନରୁ ନିରସିତା ଗଢେଇଲେ। ଆହୁରି କାନ୍ଦିଲେ। ତଥାପି ରାବଣ କହୁଛି ମା ଆସମା ଜାନକୀ ପୂଜିବେ ବିନାକି ଶ୍ରୀରାମଙ୍କ ତହିଁ ଆସ। ଦୋଷ ହୋଇ ପତ୍ର ପଠରେ ଉଠିଲେ ପୂଜିବାକୁ ଆସୁ ଦୋଷ। କହିଲେ ଆସ ମା ଜାନକୀ ମା ପିନାକି ଯେ ଶିବଙ୍କୁ ପୂଜା କରିବେ ଆଉ ତୁମେ ହେଳା କରନେ ମା। ଅପେକ୍ଷାରେ ଅଛନ୍ତି। ବୋଲେ କନ୍ୟ ନୟନ ମଙ୍ଗଳକୁ ମନାସ ଚାରୁ ପଦ ଆଜ କନ୍ୟ ରଞ୍ଜନ କର କର ରଦର ପୁଣ୍ୟ ସତୀ ଦ୍ରୋହ ଆଜ ଗଞ୍ଜ। ଆଜ୍ଞା କଞ୍ଜ ବୋଲନ୍ତେ ପଦ୍ମ, ପଦ୍ମ ଫୁଲଟି ଯେତେବେଳେ ଥୋଇ ଦିଅନ୍ତେ ସତୀ ତାରି ଉପରେ ବିରାଜମାନ କଲେ। ସେଇ ପଦ୍ମ ଫୁଲରେ ସୀତାଙ୍କୁ ବସାଇ ଆଜ୍ଞା ଆସୁଛନ୍ତି ରାବଣ। ଏ
ଆନନ୍ଦ ମନରେ ଆସୁଛନ୍ତି ଧରିଛନ୍ତି ପୁଷ୍ପକ ପୁଷ୍ପକ ବିମାନରେ। ତେଣୁ ନାରଦ ଏଥି ମଧ୍ୟରେ କଣ କରିଛନ୍ତି? କଣ କଲି? ନାରଦ ଲଙ୍କାପୁରରୁ ଯାଇ ମାଲ୍ୟବନ୍ତରେ ରାମଙ୍କ ପାଶରେ ପହଞ୍ଚି ସମସ୍ତ କଥା ଆଗରୁ କହି କହିଦଉଛନ୍ତି। ଦଉଛନ୍ତି। କଣ କହିଲେ? କଣ କହିଲେ? କହିଲେ ଆସିବ ଦୋଷାସ୍ୟ ଭାସିବି ଦିଶିଷ ପଶିଗଲେ ରଘୁନାଥଙ୍କ ଏ ଶିବ ମୋ ଭାଗ୍ୟ ଶିବ ଆସିବ ଶିବ ବାଞ୍ଚି ଦତ୍ୟ ସେ ତ ଇସିତେ ଭାସି ସେ ଦକ୍ଷିଣ ପଥକୁ ବସିବି ଲୋକନ୍ତେ ଶଶିମୁଖୀ ଦତ୍ତ ଦିଶି ଗଲା ନେତ୍ର ପଥକୁ ଆରେ ଇସିତେ ଭାସି ସେ ଦକ୍ଷିଣ ପଥକୁ କମଳା କର କମଳ କର ଗନ୍ଧ 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 ପରେ বীজে করে গতি অঙ্গ পুষ্পক পরাই কর তীর্থ গজ সহজে আদি কহন্তি কমলালয়া যে কবিরা আশার তুষারে কষ্ট নষ্ট কষ্ট ব্রাহ্মণ কর যা সম্পদ কহন্তি কমলালয়া যে কবিরা। নারদ কহু কহু এই সময়ে দক্ষিণ দিগକୁ রামচন্দ্র চাহিদেলে। ଚାହିଁଦେଲେ। ନାରଦ ସିନା କହିକି ଚାଲିଗଲେ। ଦକ୍ଷିଣ ଦିଗରେ ପୁଷ୍ପକ ବିମାନରେ ସୀତାଙ୍କୁ ନେଇ ଆସିକିରି ପହଞ୍ଚି ଯାଉଛନ୍ତି ରାବଣ। ଆଚ୍ଛା ଏ କଥା ଜାଣିପାରିଲେ କିଏ? ବିଭୀଷଣ। ଜାଣି ବିଭୀଷଣ ଭାସିଲେ କୋଷଣ କିଣିଲି ବିପଦ ଏଣିକି କିଣିଲି ବିପଦ ଏଣିକି ରେ ଭଲ କିଣିଲି ବିପଦ ଏଣିକି ଏଣି ନେତିର ଘୁମଣି ପାଶ ଦେବ ଆଣିଲାଣି ମନେ ଗୁରିକି ପୁଣିକି ବିସ୍ତର କରକ ପାଣିକି ଗିଣି ତପନ ତ୍ରାସ ବାସ କଷାୟ ଚନ୍ଦନ ଚକିତ ଠାରିକି ଆରେ ପୁଣିକି ବିସ୍ତର କରକ ପାଣିକି পতি পদে মতি রক্ষি সতী পছে পছে ধীরে কলে গতিকি ପଛେ ଧୀରେ କଲେ ଗତିକି ରେ ଭଲ ପଛେ ଧୀରେ କଲେ গতিকি অতি বিস্ময়ের ঘুপতি আসলে দান ঠারিলে সৌমিতিকি এতিকি মতি ক্ষুণ্ণ ক্ষিতি পুত্রিকি প্রতিষ্ঠা কর্ম নিষ্ঠা বদে কি নিষ্ঠা ন জানো বৈকুণ্ঠ পতিকি এতিকি মতি ক্ষুণ্ণ ক্ষিতি পুত্রিকি। হঠাৎ যেতବେଳେ বিমান পুষ্পক বিমান ওহ୍ଲେଇଲା বিভীষণ দেখি ভাবুଛି সীতাଙ୍କୁ কোন রাবণ ফেরি দব বলি আনিলানি। କଥା ସରିଗଲା কথা সরিগলানি। କଣ କରିବି এই সমୟରେ সৌমিত্রী যে লক্ষণକୁ ঠারিদেলে ଆଉ ଖଣ୍ଡେ আসন আনিକିରି দিଅ। ଆଉ ଖଣ୍ଡେ আসନ ଦେଲେ পতি পদে মতি রক্ষি সতী পছে পছে ধীরে ধীরে কলে গতি। পতি পদরে মতিକି ରଖି ଧୀରେ ଧୀରେ ଗତି କରି ତାଙ୍କ କତିରେ ଯାଇ ବସିଲେ। ଆସନରେ ବସିଲି। ସେ ଆସନରେ ବସିବାରୁ ରାମଚନ୍ଦ୍ର ଟିକେ ରାବଣକୁ ଚାହିଁଦେଲେ। ସେ ତ ପୁରୋହିତ ହେଇକି ଆସିଛନ୍ତି। ରାବଣ କହୁଛନ୍ତି କଣ କହିଲେ? ଅଙ୍କ ଯାକ୍ଷ ସଧର୍ମିଣୀ ବିନେ ଅଙ୍କ ଶଙ୍କର ନ୍ୟାସ ପୂଜା ହେବ ଶଙ୍କର ନ୍ୟାସ ପୂଜା ହେବ ରେ ଭଲ ଶଙ୍କର ନାଥ ପୂଜା ହେବ କିଙ୍କର ହୋଇ ପ୍ରଭୁଙ୍କର ଆଦେଶ ଲଙ୍ଘି ପଙ୍କ କୂଳକୁ ନେବ ଯାଙ୍କର ଲଙ୍କପତି ପୁରୋଧା ହେବ ଯାଙ୍କର ଲଙ୍କପତି ପୁରୋଧା ହେବ ଅଙ୍କ ମଣ୍ଡନାକୁ ଶଙ୍କର ପ୍ରତିଷ୍ଠା ପରେ ରଙ୍କ ଘେନି ଯିବ ଯାଙ୍କର ଲଙ୍କପତି ପୁରୋଧା ହେବ କହିଲେ ସୀତାଙ୍କ ବ୍ୟତୀତ କେବେ କର୍ମ ହେଇପାରିବନି। ପାରିବ ନାହିଁ ତୁମେ ଯାହା ଭାବୁଛ ସେ କଥା ତା ହବନି।
ଶଙ୍କର ପ୍ରତିଷ୍ଠା ପରେ ରଙ୍କ ଘେନି ଯିବ କେବଳ ଶିବଙ୍କର ପ୍ରତିଷ୍ଠା ପାଇଁ ସେ ଆସିଛନ୍ତି ପ୍ରତିଷ୍ଠା ପରେ ମୁଁ ତାଙ୍କ ଫେରେଇକି ନେଇ ଚାଲିଯିବି ଅଶୋକ ବନ୍ଧୁ। ଆଜ୍ଞା ଏ କଥା ଶୁଣି ହଁ ଅଯୋଧ୍ୟା ହଁ ଶଶୀ ସ୍ୱୀକାର କରୁ ଆହା ରାଶି ବୁଝି ଦେବ ଗୁରୁ ଭାସିଲେ କହିଲେ ହଉ ଦେବଗୁରୁ ଯେ ବୃହସ୍ପତି ସେ ସେଇଠୁ ଶୁଭ ବେଳା ଠିକ କଲେ ଆଚ୍ଛା শুভ মুহূর্ত আসিলা কুশ গ্রন্থি বসু বেনি করে আজি কষিলে ঘষিলে মন্ত্রী বিঘ্নরাজ তসিলে স্তমে হই খুশি হোম কুণ্ডে আসি আউ চাণ্ডে বসানোর দিছিলে অযোধ্যা শশী আচ্ছা স্বীকার করু অযোধ্যা শশী যে রামচন্দ্র সে স্বীকার করিবারু বৃহস্পতি দেবগুরু শুভ বেଳ অনুকূলন করি আচ্ছা কহিবারু রাবণ কুশগ্রন্থি উভয় কররে কন্থিলে আচ্ছা বলে কুশবটু দেলে কুশবটু দেই সারি পূজা কর্ম আরম্ভ কলে আজ্ঞা শিবঙ্কর পাঁচটি মুখ আচ্ছা প্রথম মুখ ঈশান দ্বিতীয় ঘর তৃতীয় হচ্ছে তৎপুরুষ চারি রহুচন্তি বামদেব পাঁচ রহুচন্তি সদ্যদাত ইয়ে ହେଲା পঞ্চমুখ উত্তରରେ ପ୍ରତିଷ୍ଠା ପୂର୍ବରେ ସାନ୍ତନା ଦକ୍ଷିଣରେ ବିଦ୍ୟା ପଶ୍ଚିମରେ ଜ୍ୱାଳନୀ ମୁଖ ଊର୍ଧ୍ୱ ମୁଖରେ ସଂହାର ଆଜ୍ଞା ଚାରିଆଡକୁ ବିଚାର କରିକି ପୂଜା କରିବା ପାଇଁ ହୁଏ ତେଣୁ ଦକ୍ଷିଣରେ ତ ବ୍ରହ୍ମାସନ ଦକ୍ଷିଣରେ ବ୍ରାହ୍ମଣ ହୋଇ ବସିଲେ ରାବଣ ଆଉ ଯଜମାନଙ୍କୁ ପୂର୍ବ ମୁଖା ରାମଚନ୍ଦ୍ର ସୀତାଙ୍କୁ କରି ବସି ପୂଜା ଆରମ୍ଭ କଲେ ଯେତେବେଳେ ସଂକଳ୍ପ କରିକିରି ପୂଜା ଆରମ୍ଭ କଲେ ବିନକାଦି ପୂଜା ସରିଗଲା ଗଣପତି ସ୍ତବାଚରଣ କଲେ ସେତିକିବେଳେ କଣ ହୋଇଛି କର ଚରଣ କୃତମ୍ବା କାୟଜମ କର୍ମ ଜମ୍ବା ଶ୍ରବଣ ନୟନ ଜମ୍ବା ମାନ ସମ୍ଭାପରାର୍ଦ୍ଧମ বিহিতম বিদিতম সর্বমস্তক্ষমস্তু জয় জয় করুণাব্ধে শ্রী মহাদেব শম্ভু কর করি কৃতাঞ্জলি বইলে দত্ত রাঘব কামনা পূর্ণ করন্তু শুনে রাঘব কামনা পূর্ণ করন্তু শুনে দেব দেব সতী মৌলি অরিষ্ট কষ্ট কুটালি যজমান হিত ঘেন এতিকি অলি তথাস্তু কহিল কপালি তথাস্তু কহিলে কপালি বসে বলি গলে হেলা বৈকুণ্ঠ পালি করি করঞ্জলি নিজর করক অঞ্জলি করি বলই রক্ষ মৌলি রাবণ যে ব্রাহ্মণ বেশরে আজি অছি শিব আসি উপস্থিত হেলেনি পচারুছন্তি কোন ততে দরকার কোন ভক্ত তো চাହୁଛୁ କହ କହିଲେ ରାଘବ କାମନା ପୂର୍ଣ୍ଣ କରନ୍ତୁ ଶୁଣି ମୋର କିଛି ଦରକାର ମୋର ଯଜମାନଙ୍କର ମନସ୍କାମନାକୁ ପୂର୍ଣ୍ଣ କର ଏଇ ମୋର ହଉଛି ଅଳି ଏତିକି ହଉଛି ମୋର କାମନା ମୁଁ ସେଇ କାମନାରେ କରୁଛି ପୂଜା ଏ କଥା କୁହନ୍ତେ କଲେ ବିଚାର କଲେ କିଏ ଶିବ କହିଲେ ଏଣିକି ତ ତୁମର ବୈକୁଣ୍ଠ ପାଳି ପଡିଗଲା ଯା ତଥାସ୍ତୁ ଯେତେବେଳେ ତଥାସ୍ତୁ କହି ଚାଲିଗଲେ ପୂର୍ଣ୍ଣାହୁତି ରାବଣ ଦେଇ ସାରିଲା ପରେ ସେଇଠୁ ବାହାରିଲା ଯେତେବେଳେ ଯିବାକୁ ରାମଚନ୍ଦ୍ର କହିଲେ କି କି ଅନ୍ୟାୟ କାର୍ଯ୍ୟ କରୁଛନ୍ତି ଆପଣ ମୋର ପୁରୋଧା ହୋଇକିରି କର୍ମ କଲେ ପୁଣି ପୂର୍ଣ୍ଣାହୁତି ଦେଇ ବାହାରିଲେଣି ଯିବାକୁ
কর্ম দক্ষিণা কি নেব সত্য করাই রাঘব রাজ্য লক্ষ্মী ত্যাগী বন বাসী মু ভাব ভাবির ভাসে দশ জীব ভুবন্তু প্রস্থান সর্ব ন দেখিবে ন শুনিবে দক্ষিণা দেব রাম ভাসে দূরে যা সর্ব রাম ভাসে দূরে যা সর্ব কর্মকু নিন্দিকা দিলে উর্মিলা ধব যেতବେଳେ কান্দিলে রামচন্দ্র পচারিলে কোন দক্ষিণা দেবি রাবণ কহিলে সত্য কর মু যাহা মাগিবি তুমি তা দেବାକୁ পড়িব কর্মর দক্ষিণা সত্য করন্তু সত্য সত্য যেতବେଳେ তীরবার କରିଦେଲେ রামচন্দ্র উর্মিলা ধব যে লক্ষণ কান্দিলে କହିଲେ ভাই কোন কল তুমি কোন কল ভাই ଇଏ ଜଣା ଯାଉଛି ଯଦି ଜାନକୀ କି ମାଗିବେ ତୁମେ ନିଶ୍ଚୟ ଦେଇଦବ ତାଙ୍କୁ ତ ଆପଣ ଦେଇଦେବେ କଣ କଲ ଏଇ କଥା ବିଚାର କରୁଛନ୍ତି ଅନ୍ତର୍ଯାମୀ ପ୍ରଭୁ ରାମ ରାଜି ବୋଲ ତନ অন্তর্যামী প্রভু রাম রাজীব লোচন সত্যবাদী কিয়ে দ্বন্দ্ব পান্তিলু রাবণ সতী জীবন দক্ষিণা সতী জীবন দক্ষিণা আজি মাগিব তো নেব নিতে নহইব উଣା সতী জীবন দক্ষিণা କହିଲେ ବନେ ଆମେ 3 ଜଣ ଆସିଥିଲୁ ଏକାକି ମୁଁ ଯିବି ଗଲେ କୌଶଲ୍ୟା ମାତାକୁ କଣ କହିବି ଧିକ୍କ ଯାଉ ଏ ଜୀବନ ଅଶ୍ର ନୟନ ସବୁ ଘନ ଘନ ଝରୁଛି ସୁଗ୍ରୀବର ପବନ ତନୟ ହନୁମାନ ମଧ୍ୟ କାନ୍ଦୁଛନ୍ତି ରାମଚନ୍ଦ୍ର କହିଲେ କି ଯାଅ ମୁଁ ଯେତେବେଳେ ସତ୍ୟ କରିଛି ସବୁ ମୋ ପାଶରୁ ଅନ୍ତର ହୋଇଯାଉ ପୁରୋଧାଙ୍କୁ ଦକ୍ଷିଣା ଦେଇ ସାରିଲା ପରେ ଆସିବ ଏ କଥା ଯେତେବେଳେ କହିଲେ ଆଜ୍ଞା ସମସ୍ତଙ୍କର ନେତ୍ର ଅଶ୍ରୁବାଛି ରାମ ଲକ୍ଷ୍ମଣକୁ କହୁଛନ୍ତି କଣ କହିଲେ କାହିଁକି କାନ୍ଦୁ ଲକ୍ଷ୍ମଣ ମୋ ଜୀବନ ଧନ ସତ୍ୟ ଲାଗିତେ ଦିଛିରେ ରାଜ ସିଂହାସନ ଯାଉ ଦିବସତି ମୋର ଯାଉ ସତୀ ମୋର ଦଣ୍ଡେ ପାଇ ଖଣ୍ଡେ ଦୂର ଭୁବନେ ଅନ୍ତର ଯାଉ জীব সতী ମୋର हे लक्षण जा भाई काहे कांदुछ दंडे मात्र मो पासरु अंतर होई जाओ ଦେଇ ସାରେ ଆସି दक्षिणा मु देई सल्लास বে पुणी बोले आहे मित्र किंपा मोने व्यथा सत्य लागी बोली ओर पीले मोथा सत्य लागी से तू बंध सत्य লাগিছে তো বন্ধ सत्य को पानी पूरा मोर दोष कन्ह सत्य लागी লাগিছে তো বন্ধ सत्य लागी मोर ए सेतु बंध सत्य लागी मोर समस्त ए पदार्थ ता नहीं तो सत्य नथिले पुरोधापण रे निजे रावण आसी मोर पुरोहितपण करि था ଆପଣ ଆସିଥାନ୍ତେ शुणी ए निष्ठुर वाणी समस्त अंतर होई गले अंतर होई जिबारु रामचंद्रंगर पैर को धरी पकेले रावण कहले प्रभु बिंस नयनरु नीर धारो धारो बही कमल मुख को
ମହାପ୍ରଭୁଙ୍କର ପଦକୁ ଧରି ପକେଇଛି ରାବଣ। କହିଲେ ହେ ପ୍ରଭୁ ମୁଁ ଆଉ କିଛି ଦକ୍ଷିଣା ମାଗୁନି। ନା 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 କହୁଥିଲେ ବୃଥା କଥା ନ ହୋଇବ ଭ୍ରମ ବ୍ରହ୍ମଶର ମାରିବୁକୁ ଦେବ ମୋ ଫୋଡ଼ିଣ ଦେବ କେବେ ବଏହା ଦେବ କେବେ ବଏହା ଶ୍ରୀ ମୁଖେ ଆଦେଶ ମତେ କର ଚଉବା ଦେବ କେବେ ବଏହା କହିଲେ ହେ ପ୍ରଭୁ ମୁଁ କଥା କହୁଥିବି କେତେବେଳେ ବ୍ରହ୍ମ ହବ ନାହିଁ। ନା 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 ମୋତେ ବ୍ରହ୍ମଶର ମାରି ମୋର ବୁକୁକୁ ଫୋଡ଼ିବ ମୁଁ ଆପଣଙ୍କୁ ଦେଖିକିରି ମୋର ପ୍ରାଣ ଯିବ। ଏଇ କରୁଣା ପ୍ରଭୁ କେବେ ହବ? ରାମଚନ୍ଦ୍ର ନୀରବ ହେଇଗଲେ। କରୁଣା ସାଗର ଭୁଜ গোলায়েতে দ্রবী ନ ଧରି ବିଷ দোষ শিরন মারিবি ଭାବି ହେ বারো মৌনরে ভাবি হে বারো মৌন ଦେବ ଦମ୍ଭ କୂଳ পুত্র মোর উত্তাটন ভাবি হে বারো মৌন କରୁଣା ସାଗର ହୃଦ ଗଲା ତେ ଦେବ। ରାମଚନ୍ଦ୍ର ଏ କଥା ଶୁଣି ହୃଦୟ ତାଙ୍କର ତରଳି ପଡ଼ିଲା। ହସ୍ତରୁ ଧନୁଷର ଖସି ପଡ଼ିଲା। ଏପରି ଭକ୍ତକୁ ମୁଁ ମାରିବି ମୋର ସୀତା ଲୋଡ଼ା ନାହିଁ। ନା ନା ତଥାପି ରାବଣ କହୁଛି ହେ ପ୍ରଭୁ କରୁଣା ସରିତ ସରି ନ ଯିବ ତୁମ୍ଭର ଆଜି ସତ୍ୟବାଦୀ ଦିଅ ଏହି ଦକ୍ଷିଣା ମୋହର କହୁ ତଥା ସୁବଚନ କହୁ ତଥା ସୁବଚନ ହେଉ ହେଉ ବୋଲି ରାମ କରିଲେ ରତନ କହୁ ତଥା କହିଲେ ହେ ସତ୍ୟବାଦୀ ଏ କରୁଣା ସରିତ କଣ ସରିଯିବ? ସରିଯିବ ନାହିଁ। ମୁଖରୁ ହଁ ବୋଲି ଏ କଥା ବାହାରୁ ନାହିଁ। ହଁ ବୋଲି ବୋଧେ ଠାକୁରେ କୁହନ୍ତୁ ପାଦ ଛାଡ଼ିବି ନହିଁ ତ ମୁଁ ଛାଡ଼ିବି ନାହିଁ। ଏଇ ମୋର ହଉଛି ଦକ୍ଷିଣା ହଁ। କହୁ ତଥାସ୍ତୁ ବଚନ। ରାମଚନ୍ଦ୍ର କହିଲେ ହଉ ତୁ ଯାହା ଇଚ୍ଛା କରୁଛୁ ସେଇଆ ତୁମର ହବ। ହେଉ ହେଉ ବୋଲି ରାମ କରିଲେ ରଚନା ତାହା ହିଁ ହେଉ ଯେତେବେଳେ ରାମଚନ୍ଦ୍ର ରଚନା କେ କହିଦେଲେ ସେତିକି ବେଳେ ଆଜ୍ଞା ବ୍ରହ୍ମ ମୁହୂର୍ତ୍ତ ଶେଷ ହୋଇଯାଇଛି। ରାକ୍ଷସ ବେଳ ଆସି ଯାଇଛି। ଆଚ୍ଛା ବାହାରୁ ତନୁଜ ବଳେ ସୁରେ ବସାମଣି ବାହାର ତନୁଜ ଗଳେ ସୁରେ ବସ୍ତାମଣି ଜୟ କହି ଦେଉ ଡାକି ଜନକ ନନ୍ଦିନୀ ସ୍ୱରୁ ପୁଷ୍ପକ ମାନ ସ୍ୱରୁ ପୁଷ୍ପକ ମାନ ମାରିବି ଶ୍ରୀରାମ ଡାକି କହେ ନିରଞ୍ଜନ ପୁଷ୍ପକ ବସେଇଲେ ଯେତେବେଳେ ନାକି ଆଚ୍ଛା ସୀତାଙ୍କୁ ଆଣି ପୁଷ୍ପକ ଯାନରେ ବସେଇଲେ। ହଁ ବସେଇ ଦେଲା ମାତ୍ରେ ଆଚ୍ଛା ବ୍ରହ୍ମ ମୁହୂର୍ତ୍ତ ବେଳ ଚାଲି ଯାଇଛି। ତାର ରାକ୍ଷସ ପ୍ରକୃତି ବେଳ ଆସି ଯାଇଛି। ସେତିବେଳେ କହିଲା ମୁଁ ଦେଖିବି କୋଉ ରାମ ମତେ ମାରିବ। ଆଚ୍ଛା ଦେଖିବି ଦେଖିବି କହି ହଁ। ସୀତାଙ୍କୁ ପୁଷ୍ପକ ବିମାନରେ ପୁନର୍ବାର ବସେଇ ଆଚ୍ଛା ଚାଲି ଆସିଲେ। ହଁ। କହିଲେ ଦେଖ ପ୍ରଭୁ ମନେ ରଖିଥାଅ ମତେ ଡକାଇଲ ପୁରୋହିତ ପଣରେ ମୁଁ ଆପଣଙ୍କର ଆସି କାର୍ଯ୍ୟ କରିକି ଗଲି। ଯେତେବେଳେ ମୁଁ ଆପଣଙ୍କୁ ନିମନ୍ତ୍ରଣ ଦେବି ଆପଣ ମୋର ଲଙ୍କାପୁରରେ ନିଶ୍ଚୟ ଯାଇକି ଉପସ୍ଥିତ ହେବେ। ମୁଁ ଦେଖିବି କୋଉ ରାମଚନ୍ଦ୍ର ମତେ ମାରିବେ। ଯେତେବେଳେ ପୁଷ୍ପକ ବିମାନରେ ରାବଣ ଚାଲିଛି ଆଚ୍ଛା। ସୀତାଙ୍କୁ ଘେନି ହଁ କଲେ କଗୋ ମନ ବୀର ପୁଷ୍ପକ ଯାନ
বীর নয়ন পথরে এবে নয়ন পথরে এবে নয়ন পথরে ঠিক ଆଉ আনন্দ সাগরে হরি বল সর্ব সর্বজনা এ সেতু বন্ধ পালা মোর হইলা সম্পূর্ণ দিন জন রক্ষণ শরণ মহাবাহু হরি বল দিও সমস্তঙ্ক দুঃখ তোর সুনা সিরি গলা শরীরে তো লাগিয়ে